ନାରଦ ପୁରାଣ ଶ୍ରୀ ଜଗନ୍ନାଥଙ୍କ ବନ୍ଦନା। ବନ୍ଦଇ ଶ୍ରୀ ଜଗନ୍ନାଥ ପତିତ ପାବନ, ବନ୍ଦଇ ଶ୍ରୀ ଜଗନ୍ନାଥ ଲକ୍ଷ୍ମୀ ପ୍ରାଣ ଧନ, ବନ୍ଦଇ ଶ୍ରୀ ଜଗନ୍ନାଥ ଅଗତିର ଗତି, ବନ୍ଦଇ ଶ୍ରୀ ଜଗନ୍ନାଥ ବୌଦ୍ଧ ମୂରତି, ବନ୍ଦଇ ଶ୍ରୀ ଜଗନ୍ନାଥ ନୀଳାଦ୍ରି ବିହାରୀ, ବନ୍ଦଇ ଶ୍ରୀ ଜଗନ୍ନାଥ ଦିନ ଦୁଃଖ ହାରି, ବନ୍ଦଇ ଶ୍ରୀ ଜଗନ୍ନାଥ ଅତ୍ରାହି ଭଞ୍ଜନ, ବନ୍ଦଇ ଶ୍ରୀ ଜଗନ୍ନାଥ ଜଗତ ଜୀବନ, ବନ୍ଦଇ ଶ୍ରୀ ଜଗନ୍ନାଥ ଭକତ ରକ୍ଷଣ, ବନ୍ଦଇ ଶ୍ରୀ ଜଗନ୍ନାଥ ଶରଣ ରକ୍ଷଣ, ବନ୍ଦଇ ଶ୍ରୀ ଜଗନ୍ନାଥ ଶଙ୍ଖ ଚକ୍ରଧାରୀ, ବନ୍ଦଇ ଶ୍ରୀ ଜଗନ୍ନାଥ ପୟରେ ତୁମ୍ଭରି, ନାହିଁ ମୋର ବୁଦ୍ଧି ବୃତ୍ତି ନାହିଁ ମୋର ଜ୍ଞାନ, ଭବ ସିନ୍ଧୁ ତରିବାକୁ ବଳାଇଛି ମନ, ଅଗାଧ ସଲିଳ ପୁଣି ନାହିଁ ସାହାରା, ଦିଶୁ ନାହିଁ ଥଳ କୂଳ ଆହେ ଚଉବାହା, କେବଳ ତୁମ୍ଭରି ପାଦ ତଳେ ରଖି ମନ, ଚଳାଉଛି ନାବ ଖଣ୍ଡି ହେ ମଧୁସୂଦନ, ନାନା ପ୍ରକାର ବିପଦ ରହିଛି ଆଗରେ, ଯେବେ ନାବ ଖଣ୍ଡି ପଡ଼ି ଯିବ ଭଉଁରୀରେ, ସେତେବେଳେ ସାହାରା ନ ପାଇବି ମୁହିଁ, ତେଣୁ ଅଭୟ ପୟରେ ଜଣାଣ କରଇ, ଯେତେବେଳେ ପଡ଼ିଯିବ ଘୋର ବିପଦରେ, ସହାୟ ହୋଇବେ ପ୍ରଭୁ ନିବେଦନ କରେ, ନାହିଁ ମୋର ବୁଦ୍ଧି ବୃତ୍ତି ନାହିଁ ମୋର ଜ୍ଞାନ, ବସି ନାହିଁ ସୁଜ୍ଞଜନ ମେଳେ କଦାଚନ, କେବଳ ମାତ୍ର କତବ ପାଦେ କରି ଆସ, ଧରୁଛି ଲେଖନି ପ୍ରଭୁ ବାନ୍ଧିଣ ସାହସ, ତବ ପାଟରାଣୀ ବାଣୀ ଯଦ୍ୟପି ଦାସରେ, ସହାୟ ହୋଇବ ତରି ଲାଗିବ କୂଳରେ, ଭକ୍ତଙ୍କର ଶିରୋମଣି ଯେ ବଣ ନାରଦ, ଯାହାଙ୍କୁ ଅତ୍ୟନ୍ତ ସ୍ନେହ କର ଆଦି କନ୍ଦ, ତାଙ୍କରି ବିଷୟ କିଛି ଲେଖିବାର ପାଇଁ, ପ୍ରୟାସୀ ହୋଇଛି ଆହେ ଜଗତ ଗୋସାଇଁ, ଭକ୍ତ ଭଗବାନଙ୍କର କିପରି ସମ୍ବନ୍ଧ, ଭାବିଛି ଲେଖିବି ତାହା ବହି ମନେ ମୋଦ, ଯାହାଙ୍କ ନାମ ଧରିଲେ ପାପି ତାପି ଜନ, ଏହି ଭବ ସାଗରରୁ ହୋଇବେ ମୋଚନ, ସେହି ଗ୍ରନ୍ଥ ଲେଖନୀକୁ ଦିଅନ୍ତୁ ଶକତି, ମାତା ବାଣୀଙ୍କୁ ଆଦେଶ ଦିଅ ଯଦୁପତି, ଏତିକି ମାତ୍ର ଜାଣଇ ଅଭୟ ପୟରେ, କ୍ଷେତ୍ର ମୋହର ଚଳିଲା ଗନ୍ତବ୍ୟ ପଥରେ। ଦୁର୍ଗାଙ୍କ ବନ୍ଦନା। ଜୟ ଜଗତ ଜନନୀ ନମେ ତୋ ପୟରେ, ତୋହ ବିନା ସାହା କେହି ନାହିଁ ଏ ସଂସାରେ, ଭାଇ ବନ୍ଧୁ ଆଦି ସବୁ
ତ୍ୟାଗ କରି ମାତ ତୋହର ପଦ୍ମ ପାଦରେ ବଳାଇଛି ଚିତ। ଜାଣେ ନାହିଁ ମନ୍ତ୍ର ଯନ୍ତ୍ର ନାହିଁ ମୋର ଜ୍ଞାନ, କେବଳ ତୋହର ନାମ କରିଣ ଭଜନ। ଏହି ଭବ ସାଗରରେ ଭାସୁଅଛି ମାତ, ପାଉନାହିଁ ଆହାର ଭୟେ ହୁଏ ତ୍ରସ୍ତ। ତୋର ଦୟା ଯଦ୍ୟପି ନ ହୋଇବ ଯେ ଦିନେ, ଏହି ଅଗାଧ ସଲିଳେ ନାଶ ଯିବି କ୍ଷଣେ। ଶୁଣିଛି ନାନା ପୁରାଣ ଶାସ୍ତ୍ର ମଧ୍ୟ ମୁହିଁ, ତୋର ଦୟା ବାରି ଯାହା ପରେ ବସି ଛଇଁ। ମହାପଣ୍ଡିତରେ ସେହୁ ହୋଇଛନ୍ତି ଗଣ୍ୟ, ଯଥା କାଳିଦାସ ଦୀନ କୃଷ୍ଣ ବିଜ୍ଞ ଜନ। ପଙ୍ଗୁ ଲଙ୍ଘି ଅଛି ଗିରି ତୋର ଦୟା ବଳେ, ମୂର୍ଖ ମୁଖେ ଚାରି ବେଦ ବଖାଣିଛୁ ହେଳେ। ମୁହିଁ ତ ଧମ ଜନ କିଛି ନ ଜାଣଇ, ଯେବେ ଦୟା ନ କରିବୁ କୃପା ଦୃଷ୍ଟି ଦେଇ। ତାହେଲେ ବଞ୍ଚିବା ମାତ ହେବ କାରଣ, କାହିଁକି ରଖିବି ଆଉ ଏ ନିର୍ଲଜ ପ୍ରାଣ। ଯଦି ପାଦ ପଦ୍ମେ କରି ଅଛି କିଛି ଦୋଷ, ଅପାର କରୁଣା ଗୁଣେ କର ମାତ ନାଶ। ଯେଉଁ ଗନ୍ତବ୍ୟ ପଥରେ ଗମୁଛି ସନ୍ତାନ, ସହାୟ ହୋଇଣ ପଥ କଢ଼ାଅ ବହନ। ଯେପରି ଲକ୍ଷ୍ୟ ସ୍ଥଳରେ ହୋଇବି ପ୍ରବେଶ, ଏହି ଦୟା କର ମାତ ମାଗେ କ୍ଷେତ୍ରବାସ। ସରସ୍ୱତୀଙ୍କ ବନ୍ଦନା। ନମୋ ନମୋ ଭଗବତୀ ଭାରତୀ ଭବାନୀ, ନମୋ ନମୋ ସରସ୍ୱତୀ ଦେବୀ କାତ୍ୟାୟନୀ। ନମୋ ଅପର୍ଣ୍ଣା ପାର୍ବତୀ ନମୋ ଆଦି ମାତା, ନମୋ ନମୋ ମହାମାୟୀ ତ୍ରିପୁର ବନ୍ଦିତା। ନମୋ ନମୋ ବୀଣା ପାଣି ନମୋ ବିଦ୍ୟାଦାତ୍ରୀ, ନ ଆସିବା ପଦମାନ ବତାଅ ତଡ଼ତି। ଯଦ୍ୟପି ସହାୟ ମାତ ନ ହେବୁ ଦାସରେ, ଚୂନ ହୋଇ ଯିବ ସବୁ ଆଶା କ୍ଷଣ କରେ। କେତେ ବଡ଼ ଆଶା ମାତ କରିଣ ପୋଷଣ, ଧରୁଛି ଲେଖନି ତୋହ ଭରସାରେ ଜାଣ। ଜାଣେ ମୋ ଜନନୀ କେବେ ନିର୍ଦ୍ଦୟା ନହିବେ, ଦୟା ବହି ଅଧମକୁ ସାହାଯ୍ୟ କରିବେ। ଏହି ଭରସା ମନରେ କରିଣ ପୋଷଣ, ସର୍ପ ଧରି ଯାଏ ବିଛା ମନ୍ତ୍ର ନ ଜାଣିଣ। ଅଭୟ ପୟର ରେଣୁ ତଳେ କରି ଆସ, ଚାଳୁଛି ଲେଖନି ମାତ ବାନ୍ଧିଣ ସାହସ। ଭକ୍ତ ଶିରୋମଣି ଯେଉଁ ନାରଦ ଅଟନ୍ତି, ସର୍ବାଗ୍ରେ ଯାହାଙ୍କୁ ସ୍ଥାନ ଦିଅନ୍ତି ଯଦୁପତି। ଯାହା ନାମ ଭଜନରେ ହରେ ପାପ ରାଶି, ସେହି ଦେବର୍ଷି ଚରିତେ ହୋଇଣ ପ୍ରୟାସୀ। ରଚନା କରିବା ପାଇଁ ବଳାଇଛି ମନ, ହେଲେ ହେ ଅନ୍ତର ମଧ୍ୟେ ହୁଏ ଛନ ଛନ। ତେଣୁ ମାତ ପାଦେ କରି କୋଟି ଦଣ୍ଡବତ, ଜଣାଉଛି ମୋର କଣ୍ଠେ
ବସିଣ ତୁରିତ ଗୋଟି ଗୋଟି କରି ସବୁ ପଦମାନ କହି କ୍ଷେତ୍ର ମୋହନକୁ ସାହା ହୁଅ ଦୟାମୟୀ। ସୌନକ ଆଦି ବ୍ରହ୍ମ ଋଷିଗଣ ପୁରାଣ ଶ୍ରବଣ ନିମନ୍ତେ ସୂତଙ୍କ ନିକଟକୁ ଗମନ କରିବା। ଶୁଣ ଶୁଣ ସୁଜ୍ଞ ଜନେ ଦେଇ ମନ କନ ଏହି ନାରଦ ପୁରାଣ ଅମୃତ ସମାନ। ଶ୍ରବଣ ପଠନ କଲେ ଶ୍ରଦ୍ଧା ଭକତିରେ ଜୀବନ ଅନ୍ତେ ବସିବ ବୈକୁଣ୍ଠପୁରେ। ଏ ସଂସାରେ ଘୋଟିଅଛି ପାପ ଅନ୍ଧକାର ଭ୍ରମି ମରୁଛନ୍ତି ପ୍ରାଣୀ ମାନେ ତା ମଧ୍ୟର। ଯେତେ ସେ ପାପ ଅନ୍ଧାରୁ ହୋଇବ ମୁକ୍ତ ଧର୍ମ ରୂପକ ଆଲୋକ ଦରକାର ଏକାନ୍ତ। ସେହି ଆଲୋକ ସନ୍ଧାନ କରିବା ନିମନ୍ତେ ଏହି ନାରଦୀୟ ଗ୍ରନ୍ଥ ପଢ଼ତ ସଚିତେ। କେଉଁଠାରୁ ଏହି ଗ୍ରନ୍ଥ ହୋଇଛି ଉତ୍ପନ୍ନ କିଏ ଶ୍ରୋତା କିଏ ବକ୍ତା ଶୁଣ ଦେଇ ମନ। ଏହି ପବିତ୍ର ଭାରତେ ଅଛି ଏକ ସ୍ଥାନ ନୈମିଷା ଅରଣ୍ୟ ନାମ ତାହାରଟି ଜାଣ। ସେହି ସ୍ଥାନର ମହିମା କି ବର୍ଣ୍ଣିବି ମୁହିଁ ସ୍ୱୟଂ ବେଦ ବରଜାରେ ସକ୍ଷମ ନୁହଁ। ପାପ ତାପ ତିଳେ ମାତ୍ର ନାହିଁ ସେଠାବରେ ସବୁବେଳେ ଯଜ୍ଞ ଧୂମ୍ର ଉଠେ ଆକାଶରେ। ଅଗଣନ ତପିବଳ ସେଠାବରେ ରହି ଜପ ତପ ହୋମ ଯଜ୍ଞ କରୁଥାନ୍ତି ତହିଁ। ଅହରହ ଦେବନାଦେ ମୁଖର ସେ ସ୍ଥାନ ଅଦିନେ ବହଇ ମଧ୍ୟ ମଳୟ ପବନ। ତପୀମାନଙ୍କ ପ୍ରଭାତେ ଯଥା ସମୟରେ ଇନ୍ଦ୍ର ବାରି ବରସଇ ନୈମିଷା ବଣରେ। ଯେତେବେଳେ ଯେଉଁ ଦ୍ରବ୍ୟ ହୁଏ ଦରକାର ତପ ପ୍ରଭାବରେ ତାହା ମିଳଇ ପାଶର। ବ୍ୟାଘ୍ର ଭାଲୁ ଗଣ୍ଡାଉ ଗୟଳ ଶୂକର ଯୁଥ ଯୁଥ ହୋଇ ଭ୍ରମୁ ଥାନ୍ତି ସେ ବଣର। ତିଳେ ହେଙ୍କା ପ୍ରତି କେହି ହିଂସା ନ କରନ୍ତି ଖାଦ୍ୟ ଖାଦକ ଉଭୟେ ସେଠାରେ କ୍ରୀଡ଼ନ୍ତି। ଏମନ୍ତ ଅଟଇ ଯେଉଁ ନୈମିଷା ଅରଣ୍ୟ ତାହାର ମହାତ୍ମ୍ୟ କିବା କରିବି ବର୍ଣ୍ଣନ। ସେହି ବନ ମଧ୍ୟେ ବହୁ ବ୍ରହ୍ମ ଋଷି ରହି ମୁକ୍ତି ଅଭିଳାଷେ ତପ ଆଚରନ୍ତି ତହିଁ। ଜିତେନ୍ଦ୍ରିୟ ସତ୍ୟବାଦୀ ଅଟନ୍ତି ସେମାନେ ପ୍ରାଣୀ ହିତ ବିନା ସେହୁ ନ ଜାଣନ୍ତି ଆନେ। ପରମ ବ୍ରହ୍ମଙ୍କ ପଏ ଲଗାଇଣ ଚିତ ନାମ ଭଜନରେ ହୋଇ ଥାନ୍ତି ପ୍ରବୃତ୍ତ। ସମୟେ ସମୟେ ମଧ୍ୟ ସର୍ବ ଋଷିଗଣ ଧର୍ମାଲୋଚନା କରନ୍ତି ସ୍ୱଭାବସାୟୀଣ। ଜଗତ ଜନମାନଙ୍କ ହିତ ହେବା ପାଇଁ ସର୍ବଦା ଚିନ୍ତା କରନ୍ତି ତପିଗଣ ତହିଁ। ଏକ ଦିନେ ସେହିପରି ସର୍ବ ଋଷିଗଣେ ସଭାରମ୍ଭ କରିଲେ ଆନନ୍ଦିତ ମନେ। ଧର୍ମ ଅର୍ଥ କାମ ମୋକ୍ଷ ସାଧନ ଉପାୟ ଜାଣିବା ପାଇଁ କି ମନ
ମଧ୍ୟ କରିଥୟ ରାଜ ଋଷି ବ୍ରହ୍ମ ଋଷି ପୁଣି ମହାଋଷି ଯେ ଯାହା ଶିଷ୍ୟକୁ ନେଇ ପ୍ରବେଶିଲେ ଆସି ସଭା ମଧ୍ୟରେ ରୁଣ୍ଡ ହୋଇ ସର୍ବ ଋଷି ଗଣ ପ୍ରାଣୀଙ୍କ ହିତ ନିମନ୍ତେ କଲେ ଆଲୋଚନ। ସୌନକ ମୁଖକୁ ଚାହିଁ ପୁଛିଲେ ସକଳେ आहे ମହାତ୍ମା ତୁମ୍ଭେ କୁହ ସଭାସ୍ଥଳେ ଏତିନି ପୁରେ ପବିତ୍ର ସ୍ଥାନ କେତେ ଅଛି ଆବର କେବଳ ତୀର୍ଥ କେଉଁଠି ରହିଛି ତାହା ସର୍ବ ସୂକ୍ଷ୍ମ ଭାବେ ଆମ୍ଭଙ୍କୁ ବୁଝାଇ କୁହ ଗୋଟି ଗୋଟି आहे ସୌନକ ଗୋସାଇଁ ପାପୀ ତପୀ ମାନେ ପୁଣି କେବଳ ତୀର୍ଥରେ ମୁକ୍ତ ହୋଇବେ କୁହ କେଉଁ ଉପାୟରେ ଆବର ସକଳ ଜନଙ୍କର ହୃଦଗତେ ହରି ଭକ୍ତି ଜାତ ହେବ କୁହନ୍ତୁ କେମନ୍ତେ ପାପ ବୋଲି କରି ଏ ଜଗତେ ନ ରହିବ ସବୁଠାରେ ସତ୍ୟ ଧର୍ମ ପତାକା ଉଡ଼ିବ ପୁନଶ୍ଚ ଶୁଭ ଶୁଭ ଶୁଭାଶୁଭ ଫଳ ମିଳେ କେଉଁ ପରି କୁହ ବୁଝାଇ ସକଳ ଏହି ସକଳ ତତ୍ତ୍ୱକୁ କିପରି ଜାଣିବା ଗୋଟି ଗୋଟି ବୁଝାଇଣ କହ ମହାତ୍ମା ତା ଶୁଣି ସୌନକ ମୁନି କୃତାଞ୍ଜଳି ପୁଟେ କହିଲେ ବିନୟ ହୋଇ ତପୀଙ୍କ ନିକଟେ ଶୁଣ ହେ ପୁଣ୍ୟାତ୍ମା ତପୀ ଗଣେ ମୋର ଗୀର ଯାହା ମୁହିଁ ଜାଣେ ତାହା ପ୍ରକାଶେ ଠାର ଯେ ବଣ ଗାଥା ନିମନ୍ତେ ସକଳ ତାପସ ମନ ବଳାଇଣ ତାହା ଶୁଣ ହୋଇ ତୋଷ ସୁତ ମୁନି ଅଟନ୍ତି ଯେ ତପୀଙ୍କ ପ୍ରଧାନ ବହୁ ଯାଗ ଯଜ୍ଞ ସେହୁ କରି ସମାପନ ହରିଙ୍କ ଅର୍ଚ୍ଚନା କରିଛନ୍ତି ଅବିରତେ ତାହାଙ୍କ ଗୁଣ ଶ୍ରବଣ କର ତ ସଚିତେ ସେହି ପୌରାଣିକ ସୁତ ମୁନି ଏହି କ୍ଷଣି ସିଦ୍ଧାଶ୍ରମେ ରହିଛନ୍ତି କୁଟୀର ନିର୍ମାଣୀ ତୁମ୍ଭେମାନେ ଯେଉଁ କଥା ପୁଛା କଲ ମୋରେ ସୁତ ସେ ସମସ୍ତ ଜାଣିଛନ୍ତି ବିଧାନରେ ତାଙ୍କୁ ପୁଛା କଲେ ସବୁ ଦେବେ ସେ ବୁଝାଇ ପୌରାଣିକ ବ୍ୟାସଙ୍କର ପ୍ରିୟ ଶିଷ୍ୟ ସେହି ଯେତେକ ପୁରାଣ ଏହି ଜଗତରେ ଅଛି ସକଳ ତତ୍ତ୍ୱ ଜାଣନ୍ତି ସେ ସୁତ ମହର୍ଷି ଶାସ୍ତ୍ର ପୁରାଣ ସଂହିତା ଗଳ୍ପ ଇତିହାସ ଯେତେ ଗ୍ରନ୍ଥମାନ ଅଛି ସମସ୍ତ ରହସ୍ୟ ଭେଦ କରିଣ ଅଛନ୍ତି ସୁତ ମୁନିବର ଲୋମହର୍ଷଣଙ୍କର ସେ ଅଟନ୍ତି କୁମର ଅତି ଧୀର ଶାନ୍ତଶୀଳ ସୁଶୀତଳମତି ଆମ୍ଭମାନଙ୍କୁ ଦେଖିଲେ ତୋଷ ହେବେ ଅତି ଯାହା ପୁଛିବା ତାହାଙ୍କୁ ଅତ୍ୟନ୍ତ ଆଗ୍ରହେ ବୁଝାଇ ଦେବେ ସକଳ ସେହି ମହାଶଏ ଶୁଣିଛି ପୁରାଣେ ମୁହିଁ ଦ୍ୱାପର ଯୁଗରେ ସ୍ୱୟଂ ବିଷ୍ଣୁ ଜନ୍ମ ହେଲେ ବ୍ୟାସଙ୍କ ରୂପରେ ମରତ ମଣ୍ଡଳେ ସେହୁ ଜନମ ଲଭିଣ
ବେଦକୁ ବିଭାଗ ମଣି କରିଛନ୍ତି ଜାଣ। ସାକ୍ଷାତରେ ନାରାୟଣ ସେ ବ୍ୟାସ ଅଟନ୍ତି। ସୂତକୁ ସକଳ ଜ୍ଞାନ ବୁଝାଇଣଛନ୍ତି। ବ୍ୟାସଦେବ ଠାରୁ ଶୁଣି ଧର୍ମ ତତ୍ତ୍ୱ ଗାଥା। ହୋଇଣଛନ୍ତି ସୂତ ପୁରାଣ ବକତା। ତାହାଙ୍କ ଠାରୁ ଅଧିକ ଆନ କେହି ନାହିଁ। ଶ୍ରେଷ୍ଠ ବକ୍ତା ଜଗତରେ ଅଛନ୍ତି ବୋଲାଇ। ସକଳ ପୁରାଣ ଅର୍ଥ ସେହୁ ଜାଣିଛନ୍ତି। ମୁଖ୍ୟ ପରମାର୍ଥ ଜ୍ଞାନ ଆଦି ଭେଦିଛନ୍ତି। ପ୍ରତ୍ୟେକ ଜ୍ଞାନରେ ସେହୁ ଅଟନ୍ତି ଅଭିଜ୍ଞ। ବ୍ୟାସଙ୍କର ପ୍ରସାଦରୁ ସେ ମୁନି ସର୍ବଜ୍ଞ। ସକଳ ଶାସ୍ତ୍ରରୁ ସାର କରି ଉଦ୍ଧାରଣ। ଲେଖିଛନ୍ତି ବ୍ୟାସଦେବ ଜଗତ ହିତେଣ। ଯେତେବେଳେ ଗ୍ରନ୍ଥମାନ ସେହୁ ରଚିଛନ୍ତି। ସକଳ ତତ୍ତ୍ୱ ସୂତକୁ ବୁଝାଇଅଛନ୍ତି। ତେଣୁ ସେହୁ ହୋଇଛନ୍ତି ଜ୍ଞାନର ଜଳଧି। ମହାପଣ୍ଡିତ ଆବର ଜ୍ଞାନୀଙ୍କର ନିଧି। ଏହା ଶୁଣି ମୁନିମାନେ ଆନନ୍ଦ ହୋଇଲେ। ସାଧୁ ସାଧୁ ବୋଲି ସୌନ କଙ୍କୁ ପ୍ରଶଂସିଲେ। ବୋଇଲେ ଧନ୍ୟ ହେ ତୁମ୍ଭେ ଧନ୍ୟ ତବ ବୁଦ୍ଧି। ତବ ଯୋଗେ ଲାଭ କଲୁ ଆଜି ଜ୍ଞାନ ନିଧି। ଏମନ୍ତ କହିଣ ସର୍ବ ମୁନି ଏକ ମେଳେ। ଯାତ୍ରା କଲେ ସେହି ଠାରୁ ଉଠି ଏକାବେଳେ। ସିଦ୍ଧ ଆଶ୍ରମ ବନରେ ପ୍ରବେଶ ହୋଇଲେ। ଖୋଜି ଖୋଜି ସୂତଙ୍କର ସନ୍ନିଧି ମିଳିଲେ। ଦେଖିଲେ ସକଳେ ପୌରାଣିକ ସୂତବର। ପ୍ରବୃତ୍ତ ହୋଇଅଛନ୍ତି ଯେ ମହାଯଜ୍ଞର। ଅଗ୍ନିଷ୍ଟୋମ ଜାଗରେ ଯେ ହରିଙ୍କି ଅର୍ଚ୍ଚନା। କରୁଥିଲେ ମନୁ ତେଜି ସମସ୍ତ ଭାବନା। ସେହି ସମୟରେ ସୌନ କାଦି ଋଷି ଗଣ। ପ୍ରବେଶ ହୋଇଲେ ଯାଇ ତାହାଙ୍କ ପାଶେଣ। ସେମାନଙ୍କୁ ନେତ୍ରେ ଦେଖି ସୂତ ମୁନିବର। ମନ ମଧ୍ୟରେ ଆନନ୍ଦ ହୋଇଣ ପାର। ଯଥା ଯୋଗ୍ୟ ଆସନରେ ସଭିଙ୍କୁ ବସାଇ। ଗୋଟି ଗୋଟି କରି ପୂଜା କଲେ ତପିସାଇ। ତାହାଙ୍କ ଆତିଥ୍ୟ ଦେଖି ସର୍ବ ଋଷି ଗଣ। ଆଶ୍ଚର୍ଯ୍ୟ ହୋଇଲେ ଯେ ଯାହା ମନ ମଧ୍ୟେଣ। କିଛି ହିଁ ନ କହି ତାଙ୍କୁ ଯଜ୍ଞ ଶେଷ ଯାଏ। ବସି ରହିଲେ ଯେ ଯାର ଆସନେ ସଭିଏ। କେତେକ ସମୟ ପରେ ସୂତ ମହାମୁନି ଯଜ୍ଞ ସମାପନ କରି ଶୁଦ୍ଧୋଦକ ଘେନି। ଯଥାବିଧି ମତେ ଅବଭୃତ ସ୍ନାନ କଲେ। ତାହାପରେ ଯାଇ ନିଜ ଆସନେ ବସିଲେ। ତା ଦେଖି ନୈମିଷାରଣ୍ୟ ବାସୀ ତପିଗଣ। ପୁଚ୍ଛା କଲେ ସୂତଙ୍କୁ ଯେ ଆନନ୍ଦ ହୋଇଣ। ହେ ମହାତ୍ମା ଆମ୍ଭେମାନେ ଅତିଥି ତୁମ୍ଭର। ଆମ୍ଭମାନଙ୍କର ଯଥା ଯୋଗ୍ୟ ସେବା କର। ଆନ ସେବାରେ ଆମ୍ଭର ଆବଶ୍ୟକ ନାହିଁ।
ମାତ୍ର ମାଗୁଅଛୁ ଜ୍ଞାନ ଉପଦେଶ ଦେଇ। ଆମ୍ଭମାନଙ୍କର ଦେବ କରନ୍ତୁ ଅର୍ଚ୍ଚନ, ଏତିକି ମାତ୍ର କତହୁଁ ପାଶେ ନିବେଦନ। ଚନ୍ଦ୍ରକଳାମୃତ ପାନ କଲେ ଦେବଗଣ, ଆପଣା ଜୀବନ ଯେହ୍ନେ କରନ୍ତି ଧାରଣ। ତେମନ୍ତେ ଆପଣ ନିଜ ମୁଖରୁ ନିଃସୃତ, ଜ୍ଞାନାମୃତ ଦେଇ କର ଆମ୍ଭଙ୍କୁ ତୃପତ। କେଉଁ କର୍ମ କଲେ ବିଷ୍ଣୁ ପ୍ରସନ୍ନ ହୁଅନ୍ତି, ତାହା ଆମ୍ଭଙ୍କୁ ବୁଝାଇ ଦିଅ ମହାମତି। ମାନବ ଗଣ କି ରୂପେ ପୂଜନ୍ତି ବିଷ୍ଣୁଙ୍କୁ, ସେ ସମସ୍ତ ବୁଝାଇଣ କହନ୍ତୁ ଆମ୍ଭଙ୍କୁ। ଏଭବେ କେମନ୍ତେ ହୁଏ ଅତିଥି ପୂଜନ, ଆବର ମୁଖ୍ୟ ହୁଅନ୍ତି କେଉଁ ପରିଜନ। କେବଳ କର୍ମରେ କେଉଁ ଫଳ ପ୍ରାପ୍ତ ହୁଅନ୍ତି, ଭକ୍ତି ଭରେ କେଉଁ ଗତି ପ୍ରାପ୍ତ ହୁଅନ୍ତି। ପୁଣି ଭକ୍ତି ମାର୍ଗ ଗୋଟି ଅଟେ କେଉଁ ପରି, ବୁଝାଇ ଦିଅନ୍ତୁ ଆମ୍ଭଙ୍କୁ ଅନୁଗ୍ରହ କରି। ତପୀଙ୍କ ବଚନ ଶୁଣି ପୌରାଣିକ ସୂତ, ମନ ମଧ୍ୟରେ ଆନନ୍ଦ ହୋଇ ଅପ୍ରମିତ। ବୋଇଲେ ପୁଛିଲ ଯାହା ମୋତେ ତୁମ୍ଭେ ମାନେ, ବୁଝାଇ କହୁଛି ତାହା ଶୁଣ ତ ସମନେ। ପୂର୍ବ କାଳେ ଘଟିଥିଲା ଯେଉଁ କଥା ମାନ, ତୁମ୍ଭମାନଙ୍କ ଗ୍ରତେ କରିବା ବୟାନ। ସନତ କୁମାର ଆଗେ ମହାତ୍ମା ନାରଦ, କରିଥିଲେ ଯେତେ ଯେତେ ଗଢ଼ ତତ୍ତ୍ୱପଦ। ସେହି ବୃହତ୍ ନାରଦ ଯେ ପୁରାଣ ଚରିତ, କହିବି ଏଠାରେ ତାହା ଘେନନ୍ତୁ ସମସ୍ତ। ବେଦାର୍ଥ ସମ୍ମତ ଧନ୍ୟ ପୁରାଣ ଯେ ଅଟେ, କହିବି ବୁଝାଇ ତାହା ମୁଁ ତୁମ୍ଭ ନିକଟେ। କର୍ଣ୍ଣରେ ଶ୍ରବଣ କଲେ ସେ ଶାସ୍ତ୍ରର ଗୀର, ଅଙ୍ଗରୁ କଳ୍ମଷ ରାଶି ହୋଇଯିବ ଦୂର। ଗ୍ରହମାନଙ୍କର ପୀଡ଼ା ତୁରିତ ନାଶନ, ହୋଇବ ଶ୍ରବଣ କଲେ ଏ ଗ୍ରନ୍ଥକୁ ଜାଣ। ସକଳ ବ୍ୟାଧି ଅଙ୍ଗରୁ ଦୂର ହୋଇଯିବ, ଭକ୍ତି ମୁକ୍ତି ସହିତରେ ସକଳ ମିଳିବ। ପରମ ଆତ୍ମା ପରମ ପୁରୁଷଙ୍କ ପାଦେ, ଲୀନ ହୋଇଯିବ ଜୀବ ନାନ୍ତେ ଅପ୍ରମାଦେ। ଶ୍ରବଣ କରିଲେ ହି ପୁରାଣ କର୍ଣ୍ଣରେ, ଧର୍ମ ଅର୍ଥ କାମ ମୋକ୍ଷ ଲଭିବ ଚିରେ। ଅସଂଖ୍ୟ ପୁଣ୍ୟର ଫଳ ଏଥିରୁ ଲଭିବ, ଯେ ଯାହା ବାଞ୍ଛିବ ତାହା ଅଚିରେ ହୋଇବ। ବେଦର ସମ୍ମତ ଏହି ନାରଦ ପୁରାଣ, କହୁଅଛି ଏକ ମନେ ଏକ ଧ୍ୟାନେ ଶୁଣ। ପାପ ମହାପାପ ଭବେ ପାପ ଥିବ ଯେତେ, ତାହା ହଟିଯିବ ଏହି ପୁରାଣ ଶୁଣନ୍ତେ। ଗୋଟିଏ ଅଧ୍ୟାୟ କଲେ ଏ ଗ୍ରନ୍ଥ ପଠନ, ବାଜପେୟ ଯଜ୍ଞ ଫଳ ଲାଭ ହେବ ଜାଣ। ଅଗ୍ନିଷ୍ଟୋମ ଫଳ 2 ଅଧ୍ୟାୟ ମିଳଇ, ଏହି ଭାବେ ଯେହୁ 10 ଅଧ୍ୟାୟ ପଢ଼ଇ।
सहस्र यज्ञर फल लाभ करे सेही। तिळे हे मातर एथे संदेह जे नाही। अति ही पवित्र अटे एही हरि गाथा। पढ़िले शुणिले हटि जाए सर्वव्यथा। अनल जे मन्ते वन दहन करई। एही ग्रंथ सेही परी पापको दहई। ए ग्रंथ सदा पठन करे जेहु प्राणी। तरी जाए अक्लेशरे भव तरंगिणी। अंगरे ताहार तिळे पाप न रहई। चतुर्भग फल सेहु प्राप्त हुई। हे महात्मा ऋषि गणे शुण मोर गीर। लोभे मोह काम क्रोध देहु त्याग कर। एकाग्र चित्तरे विष्णु पादे दिय मन। पुराण चरित मुहि करिबि गायन। अनादि अव्यक्त से रूपानंद हरि। प्रसन्न होइबे तुम्भ ठारे दया करी। से हरि प्रसन्न हेले पुराण चरित। शुणिबा मात्र के हृदय रे हे बस्थित। एथिरे तिळे मातर संदेह जे नाही। हरि बिने न तारिबे ए संसारे केही। देख ए जगते जेते वस्तु रहिअछि। सबुठारे श्रीहरिंक सभा विराजुछि। ताहांक व्यतीत वर्ती नाही भवे केही। हरता करता दैव विधाता जे सेही। अंतिम कालकु आसी सहाय होइबे। गंतव्य स्थलरे नेई पहुंचाई देबे। विष्णुंक भय पादे जेबे भक्ति थीब। जन्म ग्रहण तार सफल होइब। कर तले मुक्ति जान होई थाए स्थित। केभे दंडी न पारई ताकु जंतुनाथ। हरि भक्तंक महिमा केते कहिबई। संख्या करिबाकु भवे कार शक्ति नाही। तेणु निवेदन करे आहे तपी गण। हरिपाद भजी कर पुराण श्रवण। एही नारद पुराण अत्यंत पवित्र। पाठ कले मुक्त हेब गीते कहे क्षेत्र। इति श्री बृहत् नारद पुराणे सुत शौनक संवादे नाम प्रथम अध्याय। द्वितीय अध्याय सनत कुमार और नारदंकर कथोपकथन। शुण आहे सुज्ञ जने अपूर्व चरित। जाहा श्रवण रे कन होइब पवित्र। सुतंक मुखरु एहा शुणी ऋषि गण। अत्यंत आनंद हेले से मन मध्येण। बोइले कृत्य कृत्य होइन ताहांकु। आहे सुतवर सबु कुहन्तु आम्भंकु। आद्य ठारु प्रांत जाए गोटी गोटी करी। सकल घटना मान कुहत पचारी। नारद किपरि सनत कुमारंकु पूर्वे धर्म उपदेश देइथिले सद्भावे। से दुहें एकत्र होइथिले केउ परी।
ଆଦର କେବଣ ଠାରେ ମେଳ ହୋଇ କରି ଦେବର୍ଷି ନାରଦ କରୁଥିଲେ ଯାହା ଯାହା ବିସ୍ତାର ଭାବରେ ଦେବ ବଖାଣନ୍ତୁ ତାହା। ତବ ଶ୍ରୀମୁଖରୁ ଆମ୍ଭେ କରିଣ ଶ୍ରବଣ ମନୋବାଞ୍ଛା ପୁରାଇବୁ ସର୍ବ ଋଷିଗଣ। ତାହାଙ୍କ ବଚନ ଶୁଣି ସୁତ ହସି ହସି ବୋଇଲେ ଯାହା ପୁଛିଲ ମୋତେ ସର୍ବ ଋଷି। ବଖାଣୁଛି ତାହା ମୁହିଁ ମନ ଦେଇ ଶୁଣ ବ୍ରହ୍ମାଙ୍କ ମାନସ ପୁତ୍ର ସନକାଦି ଗଣ। ଊର୍ଦ୍ଧ୍ୱରେ ତା ଧର୍ମ ପରାୟଣ ଶେଷ ରବେ ତାହାଙ୍କର ନାମ ମାନ କହୁଅଛି ଏବେ। ସନକ ଯେ ସନନ୍ଦ ସନତ ଯେ କୁମାର ସନାନ୍ତନ ବଶିଷ୍ଠ ଯେ ଅତ୍ରି ମୁନିବର। ସକଳେ ମହାବିଷ୍ଣୁଙ୍କ ଭକତ ଅଟନ୍ତି ଅଙ୍ଗେ ତାର ବିରାଜଇ ଶ୍ରୀ ବିଷ୍ଣୁଙ୍କ ଜ୍ୟୋତି। ସୂର୍ଯ୍ୟ ସମ ତାହାଙ୍କର ତେଜ ବିକାଶଇ ତାହାଙ୍କ ଚରିତ ମାନ ଶୁଣ ମନ ଦେଇ। ଏମନ୍ତ ଯେ ବ୍ରହ୍ମପୁତ୍ର ଋଷିଗଣ ଦିନେ ଗଲେ ମେରୁ ଶୃଙ୍ଗେ ବ୍ରହ୍ମ ସଭା ଦର୍ଶନେ। ସୀତା ନାମେ ଗଙ୍ଗା ବିଷ୍ଣୁ ପାଦରୁ ସମ୍ଭୂତ ବହଇ ସୁମେରୁ ଶୃଙ୍ଗ ଭେଦି ଅବିରତ। ମହାପବିତ୍ର ସେ ନଦୀ ଅତ୍ୟନ୍ତ ସ୍ୱଚ୍ଛଳ ସ୍ନାନ କଲା ମାତ୍ରେ ଦାନ କରେ ମୋକ୍ଷ ଫଳ। ସନକାଦି ଋଷିଗଣ ସେ ଗଙ୍ଗା ଜଳରେ ସ୍ନାନ କରୁଥିଲେ ମିଳି ଆନନ୍ଦ ମନରେ। ଏ ସନକ ସମୟରେ ମହର୍ଷି ନାରଦ ହରେ ନାରାୟଣ ନାମ ଗାଇ ହୋଇ ମୋଦ। ଉପସ୍ଥିତ ହେଲେ ଆସି ସେ ନଦୀ ତଟରେ ବୀଣା ବଜାଇ ଗାଇଲେ ଅତ୍ୟନ୍ତ ସୁସ୍ୱରେ। ତାହାଙ୍କୁ ଦେଖିଣ ସନ କାଦିମ ଗଣ କୁଶଳ ମାନ ପଚାରି ବୁଝିଲେ ତକ୍ଷଣ। ସେ ବ୍ରହ୍ମ ଋଷି ଗଣଙ୍କୁ ନାରଦ ଭକ୍ତିରେ ବନ୍ଦନା କରିଲେ କର ଯୋଡ଼ି ନତ ଶିରେ। ତାହା ପରେ ଋଷିଗଣ ନିତ୍ୟ କୃତ୍ୟ ସାରି ଗଙ୍ଗା ତୀରେ ଉପସ୍ଥିତ ହେଲେ ଯାଇ କରି। ହରି ନାମ ଗାନ କରି ବୀଣାକୁ ବଜାଇ ବସିଲେ ଦେବର୍ଷି ତାଙ୍କ ମନକୁ ରଞ୍ଜାଇ। ସନତ କୁମାର ସେହି ସଭାସ୍ଥଳେ ଥିଲେ ଭକତି ଭରେ ସେ ମୁନି ନାରଦେ ପୁଛିଲେ। ମହାପ୍ରଜ୍ଞ ଅଟ ତୁମ୍ଭେ ଆହେ ଋଷିବର ପବିତ୍ର ହୋଇଛ ଜପି ନାମ ବିଷ୍ଣୁଙ୍କର। ସର୍ବମୁନିଙ୍କର ତୁମ୍ଭେ ଆନନ୍ଦ ବର୍ଦ୍ଧକ ତୁମ୍ଭ ତୁଲ୍ୟ ବିଷ୍ଣୁ ଭକ୍ତ ନାହିଁ ଏ ତ୍ରିଲୋକ। ସ୍ଥାବର ଜଙ୍ଗମ ଆଦି ଯାହାଠାରୁ ଜାତ ଗଙ୍ଗା ଯାହାଙ୍କ ଚରଣ ହୋଇଲେ ଉଦିତ। ଆମ୍ଭେମାନେ ସେ ବିଷ୍ଣୁଙ୍କୁ ଜାଣିବୁ କେମନ୍ତେ ତାହା ପ୍ରକାଶ କରିଣ କୁହ ଦୟା ଚିତ୍ତେ। କେମନ୍ତ ଭାବରେ ଗଙ୍ଗା ତାଙ୍କ ଚରଣରୁ ଜନମ ଲଭିଲେ କୁହ ତପୀଙ୍କର ଗୁରୁ। କି ରୂପେ ବିବିଧ ଫଳ ପ୍ରାପ୍ତ ହୁଅଇ
ତପସ୍ୟା ଲକ୍ଷଣ କେଉଁ ପ୍ରକାର ଅଟଇ, କିପରି କରନ୍ତି ଜନେ ଅତିଥି ସତ୍କାର, ତାହା ବୁଝାଇଣ କୁହ ଧାତାଙ୍କ କୁମର। ହରିଭକ୍ତ ସମ୍ପାଦନ ଅଟେ କେଉଁ କର୍ମ, ଆବର କାହିଁରେ ହରି ହନ୍ତି ସୁପ୍ରସନ୍ନ। ଏଭାବେ ଯେତେକ ତଥ୍ୟ ରହିଛି ଗୁପ୍ତ, ପ୍ରକାଶ କରନ୍ତୁ ସେ ସମସ୍ତ ତପୋବନ୍ତ। ଯଦି ଅନୁଗ୍ରହ ଆମ୍ଭ ଠାରେ ଅଛି ରହି, ସମସ୍ତ ବୁଝାଇ କୁହ ହେ ତପୀଙ୍କ ସ୍ୱାଇଁ। ଋଷି ସମାଜରେ ବସି ସନତ କୁମାର, ଏପରି ପୁଛିବା ହେତୁ ନାରଦ ସତ୍ୱର। ଶ୍ରୀହରି ଅଭୟ ପାଦେ ରକ୍ଷିଣ ମାନସ, କହିବାକୁ ଆରମ୍ଭିଲେ ସକଳ ସନ୍ଦେଶ। ପରାତ୍ପର ନିବାସ ଯେ ସଗୁଣ ନିର୍ଗୁଣ, ସେହି ପରମ ପ୍ରଭୁଙ୍କୁ କରୁଛି ବନ୍ଦନ। ସେ ମାୟା ଚର୍ଚ୍ଚିତ ମାୟା ମାଇକ ଈଶ୍ୱର, ତାହାଙ୍କ ଚରଣ ତଳେ କର ନମସ୍କାର। ଶିବ ଭକ୍ତ ମାନଙ୍କର ଅଟନ୍ତି ଯେ ଶିବ, ବୋଲନ୍ତି ବିଷ୍ଣୁ ଭକ୍ତଙ୍କ ଯେହୁ ବାସୁଦେବ। ସଂକଳ୍ପ ପୂରଣକାରୀ ଯେହୁ ଜନାର୍ଦ୍ଦନ, ମୋଠାରେ ପ୍ରସନ୍ନ ହନ୍ତୁ ଜଗତ ଜୀବନ। ବାମ ଅଙ୍ଗୁଳିରେ ଗିରି ଯେହୁ ଥିଲେ ଧରି, ଶରଣ ପଶୁଛି ତାଙ୍କ ପାଦ ଅନୁସରି। ଯେହୁ ନରକନି ହନ୍ତା କେଶିନୀ ସୁଦନ, ଦୁର୍ଦାନ୍ତ ଦାନବଙ୍କର ଘେନିଲେ ଯେ ପ୍ରାଣ। ଭୂଭାର ହରଣକାରୀ ଯେଉଁ ନନ୍ଦସୁତ, ତାହାଙ୍କ ଭୟ ପାଦେ କରେ ଦଣ୍ଡବତ। ମତ୍ସ୍ୟ ରୂପ ଧରିଥିଲେ ଯେ ଆଦ୍ୟାବତାରେ, ଶଙ୍ଖାସୁର ନାସି ବେଦ ଉଦ୍ଧାରିଲେ ଖରେ। ତାହାଙ୍କ ଭୟ ପାଦେ ପଶୁଛି ଶରଣ, ପ୍ରସନ୍ନ ହୁଅନ୍ତୁ ମୋରେ ସେହି ନାରାୟଣ। ଅମୃତ ମନ୍ଥନ କାଳେ ଦେବଙ୍କ ହିତରେ, କଚ୍ଛପ ରୂପ ଧରିଣ ଥିଲେ ସେ କ୍ଷିତିରେ। ପୃଷ୍ଠରେ ବହିଣ ଥିଲେ ଯେ ମନ୍ଦରଗିରି, କ୍ଷୀରସାଗରକୁ ଯେହୁ ଥିଲେ ସ୍ଥିର କରି। ସେହି କୁର୍ମ ଅବତାରୀ ହରିଙ୍କ ପୟରେ, ନମସ୍କାର କରୁଅଛି ମୁହିଁ ଭକତିରେ। ବସୁଧାକୁ ଉଦ୍ଧାରିଲେ ଯେ ଦନ୍ତ ଗ୍ରତେ, ନମସ୍କାର କରୁଛି ମୁଁ ତାଙ୍କ ପାଦ ଗତେ। ଭକ୍ତ ପ୍ରହ୍ଲାଦ ମାନ ରଖିବାର ଆସେ, ସ୍ତମ୍ଭୁ ବାହାରିଲେ ସେହୁ ନରସିଂହ ବେଶେ। ହିରଣ୍ୟକଶିପୁ ବକ୍ଷ କଲେ ବିଦାରଣ, ସେହି ପ୍ରଭୁ ପାଦରେ ମୁଁ ପଶୁଛି ଶରଣ। ବଳିଠାରୁ ଛଳେ ତିନି ପାଦ ଭୂମି ନେଇ, ଚାପିଲେ ପାତାଳେ ଯେଉଁ ବାମନ ଗୋସାଇଁ। ସେହି ଜଗତ କରତା ତ୍ରିବିକ୍ରମଙ୍କର, ଅଭୟ ପୟର ତଳେ କରେ ନମସ୍କାର। ଏକବିଂଶ ବାର ଯିଏ କ୍ଷତ୍ରିୟଙ୍କୁ କ୍ରୋଧେ, ନିହତ କରିଲେ
କାର୍ତ୍ତବୀର୍ଯ୍ୟ ଅପରାଧେ। ଯମଦଗ୍ନି ପରଶୁରାମ ପଦ ପଙ୍କଜରେ ନମସ୍କାର କରୁଅଛି ଭକତି ଭାବରେ। ଯେ ରାମ ଲକ୍ଷ୍ମଣ ଭ୍ରାତ ଶତ୍ରୁଘ୍ନ ନାମେ ଅବତାର ହୋଇ କରି ଏହି ମର୍ତ୍ତ୍ୟ ଧାମେ। ରାବଣ ସହିତେ ସର୍ବ ଦାନବ ବଳଙ୍କୁ ବିନାଶ କରି ଉଶ୍ୱାସ କରିଲେ ଧରାକୁ। ସେହି ଦଶରଥ ସୁତ ମାନଙ୍କ ପୟରେ କର ଯୋଡ଼ି ଭକ୍ତି ଭରେ ନମସ୍କାର କରେ। ରୋହିଣୀ ଉଦରୁ ଜନ୍ମ ଯେଉଁ ହଳଧର ଲଙ୍ଗଳ ଅଗ୍ରେ ଉଦ୍ଧାର କରିଲେ ଭୂଭାର। ସେହି ବଳରାମଙ୍କର ଅଭୟ ପୟରେ ପ୍ରଣିପାତ କରେ ମୁହିଁ ଅତି ଭକତିରେ। ବୌଦ୍ଧ ମୂର୍ତ୍ତି ହରିଙ୍କୁ ମୁଁ ଜଣାଏ ପ୍ରଣତି। ମୋହର ସକଳ ଦୁଃଖ ନାଶନ୍ତି ଶ୍ରୀପତି। ସେ କଳି ଯୁଗର ପ୍ରାନ୍ତ ଭାଗେ ଅବତରୀ। ଅଶ୍ୱପୃଷ୍ଠେ ବସି ତୀକ୍ଷ୍ଣ ଖଡ୍ଗ କରେ ଧରି। କୋଟି କୋଟି ମେଛ ଶିର କରିଣ ଛେଦନ। ସତ୍ୟ ଯୁଗରେ ସ୍ୱଧର୍ମ କରିବେ ସ୍ଥାପନ। ସେ ଅଦ୍ଭୁତ କଳ୍କି ଅବତାର ହରିଙ୍କର। ଅଭୟ ପାତ ଯୁଗଳେ କରେ ନମସ୍କାର। ପରମାତ୍ମା ଭଗବାନଙ୍କର ଯହିଁ ଯେତେ ମୂରତି ବିଖ୍ୟାତ ହୋଇଅଛି ଏ ଜଗତେ। କୋଟି କୋଟି ସମ୍ବତ୍ସରେ ତାହାଙ୍କର ନାମ ଗଣନା କରିବା ପାଇଁ ନହିବ କେଶମ। ଏ ସଂସାରେ ଯାହାଙ୍କର ନାମରେ ମହିମା ଅମୂଳରୁ ଶେଷ କରି ନ ପାରନ୍ତି ବ୍ରହ୍ମା। ସାମାନ୍ୟ ଜନ ହୋଇଣ ମୁହିଁ କେଉଁ ପରି ସେହି ତତ୍ତ୍ୱ ବଖାଣିବି କ୍ଷୁଦ୍ର ହୋଇ କରି। ମହା ମହା ପାପୀ ଥରେ ଭଜି ନାମ ଯାର ବସନ୍ତି ଅମରପୁରେ ହୋଇଣ ଉଦ୍ଧାର। ଆପେ ମୋକ୍ଷ ହୋଇ ପରେ ମୁକ୍ତି କରାନ୍ତି। କିପରି ଭଜିବି ତାଙ୍କୁ ଲାଗେ ମନେ ଭୀତି। ଅଳପ ବୁଦ୍ଧି ମାତର ଅଟଇ ମୋହର। ହରିଙ୍କୁ ଭଜିବା ଶକ୍ତି ନାହିଁ ଯେ ମୋହର। ଅଜାମିଳ ନାମେ ଥିଲା ଜଣେ ମହାପାପୀ। ମରଣ କାଳରେ ଥରେ ଯାର ନାମ ଜପି। ପରମ ପଦରେ ଯାଇ ଆନନ୍ଦେ ବସିଲା। ଜଗତ ମଧ୍ୟରେ କୀର୍ତ୍ତି ଧ୍ୱଜା ଉଡ଼ାଇଲା। ତେମନ୍ତ ହରିଙ୍କୁ ଅଦା କେଉଁ ପ୍ରକାରେ ଭଜନ କରିବି ଭାବି ନ ପାରେ ମନରେ। ଯାହାଙ୍କର ନାମ ମୁଖେ କରିଲେ ଭଜନ ଶ୍ରବଣ କରିଲେ କର୍ଣ୍ଣେ ମୁକ୍ତ ହନ୍ତି ଜନ। ପରିଶୁଦ୍ଧ ବ୍ୟକ୍ତିଗଣ ଭଜିଲେ ଯାହାଙ୍କୁ ମୁକ୍ତି ପଥ ଲଭିଣ ଯାନ୍ତି ବୈକୁଣ୍ଠକୁ। ସେହି ପ୍ରଭୁଙ୍କ ପୟରେ ପଶୁଛି ଶରଣ। ସଂସାର ସାଗରୁ ମୋତେ କର ଉଦ୍ଧାରଣ। ସକଳ ଜଗତେ ଯେଉଁ ପ୍ରଭୁ ପୂରିଛନ୍ତି। ନମସ୍କାର କରେ ମୁହିଁ ସେ ପୟର ଚିନ୍ତି।
ପାଷାଣ ପ୍ରତିମାଦି ମୂର୍ତ୍ତିମାନଙ୍କରେ ବିଜୟ କରିଅଛନ୍ତି ଯେହୁ ସନ୍ତନରେ। ସେହି ଜଗତ କରତା ଜଗତନାଥଙ୍କୁ ନମସ୍କାର କରୁଅଛି ଯୋଡ଼ିଣ କରକୁ। କାମ୍ୟ ଜ୍ଞାନମୟ ଯେଉଁ ଈଶ୍ୱର ମୂରତି, ଭଜନ କରୁଛି ତାଙ୍କ ପାଦରେ ମୁନୀତି। ସହସ୍ର ଚରଣ ଶସ୍ତ୍ର ଶିରା ଈଶ୍ୱରଙ୍କୁ, ପ୍ରଣାମ କରୁଛି ନତ କରି ମସ୍ତକକୁ। ଯେ ଅଟନ୍ତି ଭୂତ ଭବିଷ୍ୟତ ବର୍ତ୍ତମାନ, ସ୍ଥାବର ଜଙ୍ଗମ ରୂପୀ ଯେଉଁ ଭଗବାନ। 10 ଆଙ୍ଗୁଳ ହୃଦୟରୁ ଅତିକ୍ରମ କରି, ଯେହୁ ରହିଛନ୍ତି ବ୍ରହ୍ମ ରନ୍ଧ୍ରେ ବାସ କରି। ଭଜନ କରଇ ସେହି ଈଶ୍ୱରଙ୍କୁ ମୁହିଁ, ଏ ଭବ ସାଗରୁ ମୋତେ କରନ୍ତୁ ସେ ତ୍ରାହି। ସୂକ୍ଷ୍ମରୁ ଯେ ସୂକ୍ଷ୍ମତର, ସ୍ଥୂଳ ମଧ୍ୟ ସ୍ଥୂଳ, ଗୁପ୍ତ ବସ୍ତୁରୁ ଗୁପ୍ତ ଯେଉଁ ଆଦି ମୂଳ। ପୁନଃ ପୁନଃ କରୁଅଛି ତାହାଙ୍କୁ ପ୍ରଣାମ, ସେ ପ୍ରଭୁ ମୋହର ଦୁଃଖ କରନ୍ତୁ ଲାଘବ। ଭଜୁଅଛି ସେ ପୁରୁଷ ଉତ୍ତମଙ୍କୁ ମୁହିଁ, ପ୍ରସନ୍ନ ହନ୍ତୁ ମଠାରେ ସେହି ଭାବଗ୍ରାହୀ। ଏହି ପରକାରେ ସ୍ତବ କରନ୍ତେ ନାରଦ, ସନକାଦି ଋଷିଗଣ ହୋଇଲେ ଆନନ୍ଦ। ଅତ୍ୟନ୍ତ ଆନନ୍ଦ ହୋଇ ନାରଦଙ୍କୁ ସର୍ବେ, ସ୍ତବ କଲେ କୃତାଞ୍ଜଳି ହୋଇ ଭକ୍ତି ଭାବେ। ଏହି ଦେବର୍ଷିଙ୍କ ସ୍ତବ ବିଷ୍ଣୁ ସ୍ତବ କୋଟି, ପାଠ କରିବ ଯେ ଜନ ପ୍ରଭାବରୁ ଉଠି। ସକଳ ପାପରୁ ସେହୁ ମୁକ୍ତ ହୋଇବ, ଅନ୍ତକାଳେ ଯାଇ ବୈକୁଣ୍ଠରେ ବସିବ। ଜୀବନେ ବହୁ ଆଦର ଲଭିବ ସେ ଜନ, ବିଷ୍ଣୁଙ୍କ ଭକ୍ତ ମଧ୍ୟେ ହୋଇବ ଯେ ଗଣ୍ୟ। ଏମନ୍ତ ଚରିତ ମାନ ଏହି ପୁରାଣରେ, ପୂର୍ଣ୍ଣ ହୋଇଅଛି କ୍ଷେତ୍ର କହଇ ଗୀତରେ। ଇତି ଶ୍ରୀ ବୃହତ୍ ନାରଦ ପୁରାଣେ ସନତ କୁମାର ଓ ଦେବର୍ଷିଙ୍କର କଥୋପକଥନ ନାମ 2ୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ ସୃଷ୍ଟି ସର୍ଜନା ବିଷୟ ବର୍ଣ୍ଣନ। ଶୁଣ ହୋ ବିବୁଧ ଜନେ ଅପୂର୍ବ ଚରିତ, ଯାହା ଶ୍ରବଣରେ କନ ହୋଇବ ପବିତ୍ର। ବିଷ୍ଣୁଙ୍କ ପ୍ରଧାନ ଭକ୍ତ ନାରଦ କାହାଣୀ, ଶ୍ରବଣ କଲେ କଳ୍ମଷ ହଟିବ ସେ କ୍ଷଣି। ସନତ କୁମାରଙ୍କର ମୁଖକୁ ଅନାଇ, କହନ୍ତି ନାରଦ ମୁନି ହରଷିତ ହୋଇ। ଆହେ ସନତ କୁମାର ମନ ଦେଇ ଶୁଣ, ଅବ୍ୟୟ ଅନନ୍ତ ସର୍ବବ୍ୟାପୀ ନାରାୟଣ। ଗୁଣଭେଦକୁ ବିସ୍ତାରି ସୃଷ୍ଟି ଆରମ୍ଭରେ, ମାୟା ବଳେ 3 ମୂର୍ତ୍ତି ହୋଇଲେ ସଂସାରେ। ଯେଉଁ ଚରାଚର ବ୍ୟାପ୍ତକାରୀ ଜନାର୍ଦ୍ଦନ, କିପରି ତ୍ରିମୂର୍ତ୍ତି ହେଲେ ଶୁଣ ଦେଇ ମନ। ସୃଷ୍ଟି କରିବାକୁ ବେଦବରଙ୍କୁ ଅଚ୍ୟୁତ, ଆପଣା ଦକ୍ଷିଣ ଅଙ୍ଗୁ କରିଲେ ସମ୍ଭୂତ। ପୁଣି ସଂହାର କରିବା ନିମନ୍ତେ ସୃଷ୍ଟିକୁ, ସେ ନାରାୟଣ ସର୍ଜନା କହିଲେ ରୁଦ୍ରଙ୍କୁ। ବିଷ୍ଣୁଙ୍କୁ ବାମଙ୍ଗରୁ କରାୟଣ ଜାତ, ଦେଲେ ତାହାଙ୍କୁ ଯେ ସୃଷ୍ଟି ପାଳନ ଦାୟିତ୍ୱ।
ସୃଷ୍ଟି ଆରମ୍ଭ କାଳରେ ବିଷ୍ଣୁ ଏହିପରି ବିରାଜ କରିଲେ ଲୋକେ ତିନି ମୂର୍ତ୍ତି ଧରି। ଯେଉଁ ତିନି ମୂର୍ତ୍ତି ବ୍ରହ୍ମା ବିଷ୍ଣୁ ଆଉ ହର, ପ୍ରତ୍ୟକ୍ଷ ବ୍ରହ୍ମ ସ୍ୱରୂପ ବୋଲି ହେତୁ କର। ଜଗତ କର୍ତ୍ତା ଯେ ବିଦ୍ୟା ଓ ବିଦ୍ୟା ବୋଲନ୍ତି, ସେହି ମହାବିଷ୍ଣୁଙ୍କର ପରମ ଶକ୍ତି। ଅବିଦ୍ୟା ଅଟନ୍ତି ଯେହୁ ତାଙ୍କ ନାମ ମାୟା, ସଂସାର ଦୁଃଖର ହେତୁ ଧରିଛନ୍ତି କାୟା। ସିଦ୍ଧ ସ୍ୱରୂପିଣୀ ଯେହୁ ବିଦ୍ୟା ସେହୁ ଜାଣ, ତାଙ୍କୁ ଭଜନ କରିଲେ ମୋକ୍ଷ ହନ୍ତି ଜନ। ଶ୍ରୀ ବିଷ୍ଣୁ ମାୟା ବଳରେ ଏ ସାରା ଜଗତ, ସୃଷ୍ଟି ଆରମ୍ଭ ସମୟ ହୋଇଛି ସମ୍ଭୂତ। ତାହାଙ୍କ ଶରୀରୁ ଭିନ୍ନ ନୁହେଁ ସଂସାର, ତେଣୁ ତିନି ରୂପେ ଆଦେ ହେଲେ ଅବତାର। ସୃଷ୍ଟି ସ୍ଥିତି ସଂହାରର ହେତୁ ବିଷ୍ଣୁ ଶକ୍ତି। ବିଷ୍ଣୁ ବୋଲନ୍ତି ଈଶ୍ୱର, ମାୟା ଯେ ପ୍ରକୃତି। ପ୍ରକୃତି ପୁରୁଷ ମିଶି ଗଢ଼ାଏ ସଂସାର, ତିନି କାଳ ରୂପୀ ସେହି ଜଗତ ଈଶ୍ୱର। ବ୍ରହ୍ମା ରୂପେ ଜଗତକୁ ପାଳନ କରନ୍ତି, ବିଷ୍ଣୁ ରୂପେ ପାଳି ରୁଦ୍ର ରୂପେ ସଂହାରନ୍ତି। ନିର୍ଗୁଣ ନିର୍ଲିପ୍ତ ପରମ ବ୍ରହ୍ମ ନିରାକାର, ଖ୍ୟାତ ଯେ ପୁରୁଷ କାଳ ରୁଦ୍ରଙ୍କ ନାମର। ତନ୍ତ୍ର ଜ୍ଞାନ ବଳେ ଏହା ଜଣା ଯାନ୍ତି ସେହି, ପରମାତ୍ମା ସନାତନ ତାହାଙ୍କୁ ଯେ କହି। ଦେହି ନାମକୁ ସେ ଧରି ଉପାଧି ଯୋଗରେ, ମାୟାକୁ ବିସ୍ତାର କରି ଖେଳନ୍ତି ମର୍ତ୍ତ୍ୟରେ। ତତ୍ତ୍ୱଜ୍ଞାନର ଭଣ୍ଡାର ଅଟନ୍ତି ଯେ ସେହି, ଜ୍ଞାନ ବଳେ ଜଣା ଯାନ୍ତି ବ୍ରହ୍ମ ସ୍ୱରୂପ ହିଁ। ସତ୍ୱ ରଜ ତମ ଏହି ତିନୋଟି ଗୁଣରେ, ସୃଷ୍ଟି ପାଳନ ଉତ୍ପନ୍ନ ସଂହାର କ୍ରମରେ। ଯାହାଙ୍କର ଅଂଶ ବ୍ରହ୍ମା ବିଷ୍ଣୁ ଆଦି ହର, ସେ ଅନନ୍ତ ବ୍ୟାପ୍ତ ଏହି ବିଶ୍ୱ ଚରାଚର। ଜଗଦ୍ଗୁରୁ ପୁରୁଷର ସାହାଯ୍ୟ ପ୍ରକୃତି, କ୍ଷୋଭରୁ ମହତତ୍ୱର ହୁଅଇ ଉତ୍ପତ୍ତି। ସେ ମହତତ୍ୱର ନାମାନ୍ତର ଅଟେ ବୁଦ୍ଧି, ଜନ୍ମିଲା ବୁଦ୍ଧିରୁ ଅହଙ୍କାର ଯେ ଉପାଧି। ପଞ୍ଚଭୂତ ମାନେ ହେଲେ ଅହଙ୍କାରୁ ଜାତ, ଇନ୍ଦ୍ରିୟ ମଧ୍ୟତା ମଧ୍ୟ ହୋଇଲେ ସମ୍ଭୂତ। ନିର୍ମାଣ ହେବା ନିମନ୍ତେ ଜଗତ ଜାଣ, ଜନ୍ମାତ୍ରରୁ ହେଲେ ସ୍ଥୂଳ ପଞ୍ଚଭୂତେ ଜନ୍ମ। आहे सनत कुमार ब्रह्मंकर जे सूत, आवर कहिबा जहा जान देई चित्त। आकाश पवन अग्नि जल वसुमती, पंचमहाभूत मध्ये गण्य ए अटंती। एही पंचभूत माने क्रम अनुसारे, जन्म लभिले जान जे जहा क्रम रे। ताहा परमही भूत जनमिबा पाई, क्रम बसे जहा हेला शुण मन देई। जगत करता प्रभु नित्य निरंजन, वृक्ष आदि नाना वस्तु कले उत्पन्न। विधाता द्वारा से माने हुवन्ते तियार, ख्यात हेला तममयी नाम रे सत्यर। आद्यरे वृक्षादि सृष्टि हुवन्ति तियार, दक्षिण विधाता तो सनोहिले मनर। स्थावर सृष्टि रे ब्रह्मातृपद नहीण, पशु पक्षी मृग आदि सृष्टि कले पूर्ण। तथापि ताहांक मन तोष न होइला, चिंतित होइले अति निराकार बळा।
पुणी किछि दिन अन्ते मने विचारिण देवगणଙ୍କୁ सर्जना करिले कजाण ताहांकु देखिण धाता आनंद होइले संतोष चित्ते मानव गण सृष्टि कले मानव सृष्टिर आरंभरे लोकतात दक्ष आदि पुत्र गण करिले कजात से जेउ दक्षादि प्रजापति जात हेले विधाता मानस पुत्र सेहु बोलाइले सेहि प्रजापति धाता समान अटंती तांको जोगे परिपूर्ण होइला एखिति देवदानव सहिते जेते प्राणी गण देखा जानती ए जगते होई परिपूर्ण दक्ष आदि प्रजापति अंशरु सकले जन्म लभी अछंती एहि महितले ऊर्ध्व 7 लोक पुणी निम्न 7 लोक आउरी अटंती अधिपति जे जेतेक सेमानंकु आदि करी नदी गिरिवन क्रमरे सनक धाता कले सरजन जीवन धारण करिबाकु द्रव्य जेते समस्त सर्जना कले धाता क्रम मते भूतलर मध्यस्थल सर्वदेवाश्रम सुमेरु नामरे जेउ पर्वत उत्तम स्थापिले अति जतने ताकु दंभ करी बोलाइले पृथ्वीर सेहु महागिरी परिशेषे लोकालोक नामे पर्वत विधाता सर्जना कले मने होई तुष्ट शपथ दीप मर्त्ୟରେ करिले स्थापन सबुठारे पर्वत रखिले जतन बहु नद नदी पुणी अधिवास जेते देवतुल्य वास करी रहिले समस्ते।